କରି ବାରମ୍ବାର ଗଣ୍ଡଗୋଳ କରି ତାପରେ ସାଙ୍ଗେ ସାଙ୍ଗେ ବିଧାୟକ ଦ୍ୱାରା ଏହା ହେଲା, ବିଧାୟକ ଏହା କରିଥିଲେ। ତେଣୁ ବାସ୍ତବରେ ମୁଁ ତ କହିବି ଦସ୍ତାବିଜ ରଖି କାଗଜପତ୍ର ରଖି ପ୍ରମାଣପତ୍ର ସହିତ ଯେତେବେଳେ କିଏ ମିଡ଼ିଆ ହେଉ ଯେଉଁ ଜାଗାରେ କହିପାରିବେ ସେଠି ଠୋସ୍ ସବୁ ସହିତ କହିପାରିବେ। 147ଟି ନିର୍ବାଚନ ମଣ୍ଡଳୀରେ ଆଉ କାହା ପରେ କେଉଁ ପୂର୍ବତନ ବିଧାୟକ କାହା ପରେ କିଛି ହେଉନି, କ'ଣ ଧର୍ମଶାଳା ସବୁ ହେଇଯାଉଛି? ଏ ଗଣ୍ଡଗୋଳ ବନ୍ଦ କରନ୍ତୁ, ଏ ହିଂସ୍ରକାଣ୍ଡ ବନ୍ଦ କରନ୍ତୁ, ଏ ସୋସିଆଲ ମିଡ଼ିଆରେ ଯେ ନେଗେଟିଭ୍ କାର୍ଯ୍ୟ ସବୁ ବନ୍ଦ କରନ୍ତୁ, ଆସନ୍ତୁ ଲୋକାଭିମୁଖ କାର୍ଯ୍ୟ ପାଇଁ ଏବଂ ସେଟା ଆପଣମାନଙ୍କ ମିଡ଼ିଆ ସାମ୍ନାରେ ବସନ୍ତୁ। ଧର୍ମଶାଳାରେ ତାଙ୍କର ନା ଲୋକପ୍ରିୟତା ଆଗରୁ ଥିଲା ନା ଲୋକପ୍ରିୟତା ଏବେ ଅଛି। ଧର୍ମଶାଳାର ଲୋକ ସେଇ ଯୋଗୁଁ ସରକାର ପରିବର୍ତ୍ତନ କରିଦେଇଥିଲେ ଏବଂ ତାପରେ ଯେତେବେଳେ ଦେଖିଲେ ଧୀରେ ଧୀରେ ସମସ୍ତେ ଆସି ଆମର ଯେତେବେଳେ ଲୋକାଭିମୁଖ କାର୍ଯ୍ୟ ହେଉଛି, ଯେତେବେଳେ ଲୋକଙ୍କ ପାଇଁ 24 ଘଣ୍ଟା ଅହରହ ମୁଁ ଏବଂ ମୋର କର୍ମକର୍ତ୍ତାମାନେ କାମ କରୁଛୁ, ସେତେବେଳେ ସେ ହିଂସ୍ର ହୋଇଯାଇଛନ୍ତି। ହିଂସ୍ର ହୋଇ ବାରମ୍ବାର ସୋସିଆଲ ମିଡ଼ିଆରେ ମିଛ ସତ ବହୁତ କଥା ଲେଖି ଲୋକଙ୍କୁ ଉତ୍କ୍ଷିପ୍ତ କରୁଛନ୍ତି, ଲୋକଙ୍କୁ ଝଗଡ଼ା କରିବା ପାଇଁ ଆକ୍ଷେପ ଡାକୁଛନ୍ତି। ତେଣୁ ନିଶ୍ଚୟ ଗତକାଲି ଯେଉଁ ଘଟଣା ଘଟିଛି, ଯଦି ତା ଭିତରେ ଯେଉଁମାନଙ୍କର ଯାହା ପୀଡ଼ିତ ଅଛନ୍ତି, କ୍ଷୟକ୍ଷତି ହେଇଛି, ଯେଉଁମାନେ ବି ଅଛନ୍ତି, ମୁଁ ତା ପାଇଁ ଦୁଃଖିତ, ମର୍ମାହତ ଏବଂ ବାସ୍ତବରେ ଯାହା ଯାହା ଘଟିଯାଇଥିଲା ଗତକାଲିରେ ଯାହା ଯାହା ହୋଇଛି, ମୁଁ ଗୋଟିଏ କଥା ଆପଣଙ୍କ ମିଡ଼ିଆ ମାଧ୍ୟମରେ ଓଡ଼ିଶାବାସୀ ମୁଁ ସମସ୍ତଙ୍କୁ ଏଇଟା ଜାଣିବାକୁ କହୁଛି, ଏଇଟା ଯାହା ଯାହା ଆକ୍ରୋଶ ଭିତରେ ଯାହା ଗଣ୍ଡଗୋଳ କି ଯାହା କିଛି ଝଗଡ଼ା ହେଇଛି, ଯାହା କିଛି ହେଇଛି, ନିଶ୍ଚୟ ଆଇନ ଅଛି, ଥାନା ଅଛି, କୋର୍ଟ ଅଛି। ତେଣୁ ଆଇନ କୋର୍ଟ ବାଟରେ ସମସ୍ତେ ଯାଇକି ତାର ନ୍ୟାୟ ଏବଂ ଦୋଷୀ ଦଣ୍ଡିତ ହେବେ ନିଶ୍ଚୟ। ତେଣୁ ଆ ପାଇଁ ବିରୋଧୀ ଦଳ ସରକାର ବିଜୁ ଜନତା ଦଳର ଏବଂ ପୂର୍ବତନ ବିଧାୟକ ଅନ୍ୟାନ୍ୟମାନେ ରାଜନୈତିକ ଆଖଡ଼ା କରି ସେ ଯେଉଁ ଯାତ୍ରା ବିଭଉଛନ୍ତି, ଆର କୌଣସି ମାନେ ନାହିଁ କି କୌଣସି ମତଲବ ନାହିଁ। ଏବଂ ମୁଁ ବାରମ୍ବାର କହି ରଖୁଛି, ଏଥିରେ ମୁଁ ସଦାସର୍ବଦା କହି ରଖିଛି, ଆଗରୁ ଏବେ ବି କହୁଛି, ଯେଉଁମାନେ ଗଣ୍ଡଗୋଳ କରୁଛନ୍ତି ବିଗତ ଦିନରେ କରିଥିଲେ, ଯେଉଁମାନେ ସେ ଶାସକ ଦଳ ରୁହନ୍ତୁ ସେ ବିରୋଧୀ ଦଳ ରହୁଛନ୍ତି, ସମସ୍ତେ ଦେଖିଥିବେ ଆଇନ ଅନୁଯାୟୀ ଦଣ୍ଡିତ ହେଇଛନ୍ତି ଏବଂ ଆଗକୁ ମଧ୍ୟ ଏଭଳିଆ ବର୍ବର ଯାହା କେସ୍ ହେଇଛି, ଯେଉଁମାନେ ଏଥିରେ ସଂଶ୍ଳିଷ୍ଟ ଅଛନ୍ତି, ଯେଉଁ ବି କେସ୍ ହେଇଛି, ଏଥିରେ ନିଶ୍ଚୟ ଆଇନରେ ସେମାନେ ଦଣ୍ଡିତ ହେବେ। ଯେତେବେଳେ ଦେଖୁଛନ୍ତି ଧର୍ମଶାଳାର ପୂର୍ବତନ ବିଧାୟକ ଏବଂ ବିଜୁ ଜନତା ଦଳର ଅନ୍ୟାନ୍ୟ ନେତୃତ୍ୱମାନେ ଧର୍ମଶାଳାରେ ତାଙ୍କର ନା ଲୋକପ୍ରିୟତା ଆଗରୁ ଥିଲା ନା ଲୋକପ୍ରିୟତା ଏବେ ଅଛି। ଧର୍ମଶାଳାର ଲୋକ ସେଇ ଯୋଗୁଁ ସରକାର ପରିବର୍ତ୍ତନ କରିଦେଇଥିଲେ ଏବଂ ତାପରେ ଯେତେବେଳେ ଦେଖିଲେ ଧୀରେ ଧୀରେ ସମସ୍ତେ ଆସି ଆମର ଯେତେବେଳେ ଲୋକାଭିମୁଖ କାର୍ଯ୍ୟ ହେଉଛି, ଯେତେବେଳେ ଲୋକଙ୍କ ପାଇଁ 24 ଘଣ୍ଟା ଅହରହ ମୁଁ ଏବଂ ମୋର କର୍ମକର୍ତ୍ତାମାନେ କାମ କରୁଛୁ, ସେତେବେଳେ ସେ ହିଂସ୍ର ହୋଇଯାଇଛନ୍ତି। ହିଂସ୍ର ହୋଇ ବାରମ୍ବାର ସୋସିଆଲ ମିଡ଼ିଆରେ ମିଛ ସତ ବହୁତ କଥା ଲେଖି ଲୋକଙ୍କୁ ଉତ୍କ୍ଷିପ୍ତ କରୁଛନ୍ତି, ଲୋକଙ୍କୁ ଝଗଡ଼ା କରିବା ପାଇଁ ଆକ୍ଷେପ ଡାକୁଛନ୍ତି। ତେଣୁ ମୁଁ ସେ ଏଇ ହିଂସ୍ର ପ୍ରକୃତିର କାର୍ଯ୍ୟ କରି ବାରମ୍ବାର ଗଣ୍ଡଗୋଳ କରି ତାପରେ ସାଙ୍ଗେ ସାଙ୍ଗେ ବିଧାୟକ ଦ୍ୱାରା ଏହା ହେଲା, ବିଧାୟକ ଏହା କରିଥିଲେ। ତେଣୁ ବାସ୍ତବରେ ମୁଁ ତ କହିବି ଦସ୍ତାବିଜ ରଖି କାଗଜପତ୍ର ରଖି ପ୍ରମାଣପତ୍ର ସହିତ ଯେତେବେଳେ କିଏ ମିଡ଼ିଆ ହେଉ ଯେଉଁ ଜାଗାରେ କହିପାରିବେ ସେଠି ଠୋସ୍ ସବୁ ସହିତ କହିପାରିବେ। ଜିନିଷ ରହିଲା କି ଏଇଟା କିଏ କରିଥିଲା। ମୁଁ ତ ସିଧା ସିଧା କହୁଛି, ଯିଏ ଦୋଷ କରୁଛି ଦୋଷୀ ଦଣ୍ଡ ପାଇବା ନିହାତି ଦରକାର। ସେ ମୋ ପାଖକୁ ବି ଆସିପାରନ୍ତୁ, ମୁଁ ବି କହିପାରେ ଏବଂ ଯାହା ପାଖକୁ ଯିବେ ସେ ଜିନିଷ କହିପାରେ। ମୁଁ ଆପଣ ଦେଖିଥିବେ ସରକାର ପରିବର୍ତ୍ତନ ପରଠୁ ଯେଉଁମାନେ ଯେତେ ସ୍କାମ୍ ହେଇଛି, ଯେଉଁମାନେ ସେ ପୋଲିସ ଏସ୍ଆଇ ସ୍କାମ୍ ହେଉ, ଯେଉଁ ସ୍କାମ୍ ହେଇଛି, ପ୍ରାୟ ସବୁ ଦୋଷୀ ଯେଉଁଠି ନା ଯେଉଁଠି ଅଛନ୍ତି ସମସ୍ତେ ବନ୍ଧା ହେଇଛନ୍ତି ଏବଂ ଜେଲ୍ ବି ଯାଇଛନ୍ତି। ଧର୍ମଶାଳାର ବିଧାୟକ ହିସାବରେ ଧର୍ମଶାଳାର ସମସ୍ତ ଜନସାଧାରଣ ମୋର, ମୁଁ ତାଙ୍କର, ଏଥିରେ କିଏ କାହାର କାହା ସମର୍ଥକ ସେମିତି କିଛି ନଥାଏ। ଦଳ ନିର୍ବିଶେଷରେ ମୁଁ ଯେତେବେଳେ ନିର୍ବାଚିତ ହେଲି, ମୋ ସହିତ ଶତାଧିକ ହଜାର ହଜାର ବିଜୁ ଜନତା ଦଳର ଅନ୍ୟ ଦଳର ଲୋକ ଆସିକି ସାମିଲ ବି ହେଇଛନ୍ତି ଏବଂ ସେମାନେ କାର୍ଯ୍ୟ ବି କରୁଛନ୍ତି। ତାହେଲେ ଏଠି କାହାକୁ କହିବା କିଏ କାହା ଲୋକ, ତାଙ୍କ ଲୋକ ଥିଲେ କ'ଣ ଥିଲେ, କେମିତି ଚିହ୍ନଟ କରିବା? ଏଇଟା ଗୋଟେ ମୁଁ ବାରମ୍ବାର ଆପଣ କହିଲି, ଏଇଟା ଗୋଟେ ରାଜନୈତିକ ସ୍ତରରେ ଯେତେବେଳେ ତାଙ୍କର ହ୍ରାସ ପାଉଛି ସିଏ ସେତେବେଳେ ହିଂସ୍ର ହେଉଛନ୍ତି ଏବଂ ସେ ହିଂସ୍ର ଆକ୍ରୋଶରେ ସେ ସବୁବେଳେ ଏଇ ଭୋଜି କରିବା, ଏଇ ଜିନିଷ କରିବା, ମଦ ମାଂସରେ ଭୋଜି କରିବା, ଏମିତି ଜିନିଷ କରିକି ଲୋକଙ୍କୁ ଉସ୍କେଇବା, ସୋସିଆଲ ମିଡ଼ିଆରେ ଯେଉଁ ନେଗେଟିଭିଟି ଜିନିଷ ଲେଖିକି ଲୋକଙ୍କୁ ଝଗଡ଼ା କରିବା, ଏଇ କରିବା ଜିନିଷ କରୁଛନ୍ତି। ମୁଁ ବାରମ୍ବାର କହୁଛି 147ଟି ନିର୍ବାଚନ ମଣ୍ଡଳୀରେ ଆଉ କାହା ପରେ କେଉଁ ପୂର୍ବତନ ବିଧାୟକ କାହା ପରେ କିଛି ହେଉନି, କ'ଣ ଧର୍ମଶାଳା ସବୁ ହେଇଯାଉଛି? କ'ଣ ପାଇଁ ଜିନିଷ ହେଉଛି? କ'ଣ ପାଇଁ ତୁମେ ଏତେ ହିଂସ୍ର ସ୍ତରକୁ କାହିଁ ଯାଉଛ, କାହିଁ ଏମିତି କରୁଛ? ଆଉ ତ କେଉଁଠି ହେଉନି। ମୁଁ ତ ଯେତେବେଳେ ଦେଖିଥିବେ ବିଗତ ଦିନରେ ପଞ୍ଚାୟତ ସମିତି ବୈଠକ ଯେତେବେଳେ ଥିଲା, ଧର୍ମଶାଳା ପୂର୍ବତନ ବିଧାୟକ ଭାଇ ପ୍ରଭାତ ବଳବନ୍ତରାୟ ଚେୟାରମ୍ୟାନ୍ ଥିଲେ, ପଞ୍ଚାୟତ ସମିତି ବୈଠକ ଡାକିଥିଲୁ, ବସିଥିଲୁ, ଆସ ଲୋକଙ୍କ କାମ କରିବା, ମିଶିକି କରିବା। ଆମେ ଏବେ ବି କହୁଛୁ ଆସ ଲୋକଙ୍କ କାମ କରିବା, ମୋ ସହିତ ଆସ ମିଶିକି ଲୋକଙ୍କ କାମ କରିବା। ତୁମେ କେବେ ତ ବିଧାୟକ ହେଲା ପରେ ଆମକୁ ବି କହିପାରିଥାନ୍ତ କି ସେମିତି
आस कम करवा लोकों काम करे जदि धर्मशाला माटी माँ एत दरद अच्छी मु तो बारंबार आप मीडिया माध्यम कही आस लोक कार्य कर से आक्रोश भाव रखी ए छलना करी ए गंडगोल निज निज भितर सृष्टि करी जाई ए टाइप राजनीतिक धुआं मसला बाहर कर कौन यथार्थ ना तापर जदि आपण सहित जहाँ भी है कौन है यहाँ तदंत पर पुलिस कर निश्चय दोषी की भी अरेस्ट कर ये धर्मशाला अच्छी जेनापुर अच्छी जाजपुर एसपी अच्छी आप एफआईआर दे पारे आप बिना एफआईआर रे सेठी जाइए राजनीतिक मसला करी एवं बिना परमिशन ने सेठी डीजी ऑफिस आगे जबरदस्ती गुंडागर्दी भाया से डाकी बसी ए प्रहसन करवा सीधा सीधा जना पड़े राजनीतिक जिते स्तर में तांकर ह्रास पाई जाइए लोप पाई जाइए निजक सोशल मीडिया मीडिया रे हाईलाइट करवा एवं यही लोक मान बलिदान करके निजर प्रहसन करवा यहाँ गोटे नाटक यहाँ गोटे ढंगी चलती आप देखिथे विगत दिन में आपण मानकर न्यूज चैनल माध्यम जहाँ जहाँ चोरी होता जी जे चोरी करुले बड़ धरण रैकेट दुई थर तीन थर धरा होती समस्ते जेल जाइए पुलिस प्रशासन ठीक भाव में काम करुच्ची आपण को मु बारंबार आप न्यूज चैनल माध्यम कहूँ आउ कहार कौन आईन विपर्य होनी कौटी गंडगोल तो होनी आउ कौन लोकर अन्य नेता आहरी विरोध दल अच्छा होनी मुझे से प्रश्न आपण मानू मीडिया माध्यम पचारुची से कहीं थर गंडगोल हो कहीं सी चिन्हट कर किए कौ छुआ जिते राजनीति परिप्रेक्षी आम समस्ते आसी था बसी था ये किए क्या छुआ बोली चिन्हट करना था ये व्यक्ति विशेष किए कार नुहति आम राजनीति कर नेतृत्व नौ इलेक्टेड बॉडी होती लोक सहित मिसी कम कर मानकर न्यूज चैनल माध्यम बारंबार देखुए आम धर्मशाला 24 घंटा गोटे निष्पेषित दलित अवहेलित कार्य से जेकोसी मध्यम हो देखुए कार्यरत सबल अच्छु धर्मशाला केमी डेभलपमेंट कार्य अच्छु तो मुझे कथा आपण मान न्यूज चैनल मध्य बारंबार पुनर्बार पचारुची तो तांकर एत गंडगोल कौन पाई होची तांकर एत थाना एफआईआर कहीं होची गंडगोलटा करी सांगे सांगे विधायक मारिदेले विधायक करदेले प्रमाण अच्छी आसतु ना मुझे कही प्रमाण जदि अच्छी आसतु जदि मु कौन जिनस गंडगोल रचित करी गंडगोल कर मोर किसी प्रमाण अच्छे आसतु मत जहाँ कभी आईन दंडित तो मुझे भी मु तो कहि मु जहाँ जहाँ कहूँ स्पष्ट आप न्यूज चैनल मध्य से बजेबी विगत 15-17 वर्षर इतिहास रे आपण मैंने ये समस्ते न्यूज चैनल माध्यम कार्य कर मु जो जगार बसी यही जगह मोर निज घर यहाँ आमर ऑफिस ये आम कार्यालय जिते विगत दिन में आगे आम जो सोशल मीडिया कम करूँ से करूँ मत मो सहित कम कर अन्य सहकर्मी जिते लोकों कम करूँ लोकाभिमुख कम करूँ अंशुमान मेमोरियल ट्रस्ट माध्यम कोविड बेलू एपर्यंत बारंबार टर्चर हो घरे पशि काच भांगिक आज्ञा बाड़े मो ना 17 केस अच्छी एवं भी देखिए और मोर अन्य 300 कर्मकर्ता को आज्ञा बिना दोष जानी ना निरीह ड्राइवर निरीह लोक आज्ञा राति अधिया जेल उठे फोपाड़ी देते आज्ञा एफआईआर देचु एवं भी किसी कार्यकर नहीं से दस्तावेज जब कहे सब आपको देदेवी मुझे जिन इतिहास आप पचार कहूँ से आईन कुआड पलि तेणु यहाँ सारा धर्मशाला ओडिशा जानते विजु जनता दल कौ रूप शासन करुला क्या इंगित आईन श्रृंखला चली केमी सी पुलिस माध्यम को पकेट पर चली जो स्वच्छ शासन चलुची निजर कर्तृत्व निज भितर डर रोचे पुलिस शुणे कारण तांकर से राजनीति चलता पुलिस की गुलाम कर चलते तेणु से डर रोचे तेणु से शुणा मन मन भावुं मैंने पुलिस शुणबनी पुलिस बुझीबनी डरबनी तेणु विगत दिन में जहाँ जहाँ से जहाँ भितर जहाँ एफआईआर देती आप देखु सबू आक्यूज अरेस्ट होती किए भी एबे भी जेल अच्छा बेल होती तेणु मु कहि सी एमती विवत्स एमती घटना एमती गंडगोल नक शांति श्रृंखला आसतु आम सहित मिसी धर्मशाला केमती उन्नति हम से आम सहित रुहतु आम दल वर्ण निर्विशेष आम निश्चय हाथ बढ़े आम कम करने प्रस्तुत अच्छु मुझे निश्चय बारंबार आपको मुझे कथाटी कहूँ जिते धर्मशाला बारंबार आप तो कहली मो अपील तो कहली मुझे कहूँ लोक अभिमुख कार्य आम सहित सामिल हुंतु ये गंडगोल को छाड़ी दिंतु से ये गंडगोल बंद करूँ ये हिंस्रकांड बंद करूँ ये सोशल मीडिया रे नेगेटिव कार्य सब बंद करूँ आसतु लोकाभिमुख कार्यपाई से आपण मान मीडिया सामने बसतु से मीडिया सामने बसिले तो सी भी बसवे मुझे तो बसिले कहबी कम करें 24 घंटा तत्पर अच्छु साधारण जनता भोट देते क्या कम करने गंडगोल करने नुहे तेणु आम गंडगोल केवल तो बारंबार कहूँ आप कौन तक सहित हो गंडगोल आग सहित होनी कहीं सहित बारंबार गंडगोल हो तेणु आक्रोश मनोभाव अच्छी राग अच्छी जो 18 वर्ष 20 वर्ष शासन कर हिसाब से शासन कर
ଆଜ୍ଞା ଆମ ଉପରେ ସେମିତି ଟର୍ଚର ହେଇଛି, ହଜାର ହଜାର ସାଧାରଣ ଜନତା ଉପରେ ଟର୍ଚର ହେଇଛି ବୋଲି ଆଜି ସରକାର ବଦଳେଇ ଦେଲେ। ତେଣୁ ଯେଉଁ ହିସାବରେ ତାଙ୍କର ଆକ୍ରୋଶ ଅଛି ସେ ସେଇ ହିସାବରେ ନିଜକୁ ନିଜେ ଭାବୁଛନ୍ତି ଏବଂ ସେଇ ପ୍ରାକ୍ଟିସଟାକୁ ସେ ଭୁଲି ପାରୁନାହାନ୍ତି। ମୁଁ ଆପଣ ନ୍ୟୁଜ୍ ଚ୍ୟାନେଲ ମାଧ୍ୟମରେ ପୁଣି ବାରମ୍ବାର ଅପିଲ କରିବି, ସେ ଆକ୍ରୋଶ ମନୋଭାବ ପ୍ରାକ୍ଟିସକୁ ସେ ବନ୍ଦ କରନ୍ତୁ। ସାଧାରଣ ଜନତାଙ୍କ ସହିତ କାମ କରିବାକୁ ହେଲେ ଆସନ୍ତୁ, ଗ୍ରାସ ରୁଟ୍ରେ ଆସନ୍ତୁ, ଗ୍ରାଉଣ୍ଡକୁ ଆସନ୍ତୁ, ଆମ ସହିତ ଆସନ୍ତୁ। ଆମେ ନିଶ୍ଚୟ ବ୍ଲକ, ତହସିଲ, କଲେକ୍ଟର ଅଫିସ୍ ସବୁ ଖୋଲା ଅଛି କାମ କରିବେ। ବ୍ଲକ, କଲେକ୍ଟର ଅଫିସ୍ ଏବଂ ଏସ୍ପି ଅଫିସ୍, ଥାନା ଖୋଲା ନାହିଁ ଯେ ଆପଣ ଗଣ୍ଡଗୋଳ କରୁଥିବେ, ଆପଣଙ୍କ କଥା ସବୁବେଳେ ବସିକି ଆପଣଙ୍କ ଓକିଲାତି ସେ ସବୁବେଳେ କରୁଥିବେ। ମୁଁ ଆଇନର ଉପରେ ନୁହେଁ। ତେଣୁ ପୂର୍ବତନ ବିଧାୟକର କେଉଁଠି ଫାର୍ମ ହାଉସ୍ ଅଛି, କେଉଁଠି ଭୋଜି ହେଉଛି, ମୁଁ ଏଇଟା ଆପଣଙ୍କୁ ଶୁଣିଲି, ମୁଁ ବି ସୋସିଆଲ ମିଡ଼ିଆରେ ଦେଖିଲି। ଏବଂ ବିଗତ ଦିନରେ ସେଠି ଲୋକ ମର୍ଡ଼ର ବି ହେଇଥିଲେ। ବିଗତ 2 ମାସ ତଳେ ସେଠି ତା ଭିତରେ ମୃତ୍ୟୁ ଡେଡ୍ ବଡି ବାହାରିଥିଲେ, ଲୋକ ମର୍ଡ଼ର ବି ହେଇଥିଲେ। ସେତେବେଳେ ସେ ଥାନା ପାଖକୁ ତ ଯାଇନଥିଲେ, ସେଥିରେ ତ ଆପଣ ନ୍ୟୁଜ୍ ବାଜିଥିଲା ସମସ୍ତଙ୍କର, ତାହେଲେ ଆପଣମାନେ ବି ଭୁଲି ଯାଉଥିବେ। ମୁଁ ସେ ଉପରେ ଜ୍ଞାତ ନୁହେଁ କାହିଁକି ସେ ଭୋଜି କରୁଥିଲେ, ତାଙ୍କର କେଉଁଠି ଫାର୍ମ ହାଉସ୍ ଅଛି ଏବଂ କାହିଁକି ସେଠି ଗଣ୍ଡଗୋଳ ହେଲା ଏବଂ ସିଏ କ'ଣ ପାଇଁ କରିଥିଲେ। ମୁଁ ଯେତେବେଳେ ଦେଖିଲି ସୋସିଆଲ ମିଡ଼ିଆରେ ଜଣେ ବ୍ୟକ୍ତି ତାକୁ ଟାଣିକି ଫାଷ୍ଟ ମାରିଲେ, ତାର ମୁଣ୍ଡ ଫାଟିଲା, ସିଏ ଗଲା ଏଫଆଇଆର ଦେଲା। ତା ଭିତରେ ସିଏ ଯେତେବେଳେ ଡାକିଛନ୍ତି, ଇଏ ତାଙ୍କ ଭିତରେ ଦସ୍ତାବେଜ ହେଇଛି, ତ ମିଶାମିଶି ଭିତରେ ତାଙ୍କର ଯେତେବେଳେ ଗଣ୍ଡଗୋଳ ହେଇଛି, ଆଇନ ତା ବିଷୟରେ କାମ କରିବ। ଯେଉଁମାନେ ଦୋଷୀ ନିଶ୍ଚୟ ଆରେଷ୍ଟ ହେବେ। ଥାନା ଅଛି, ଧର୍ମଶାଳା ଥାନା, ଜେନାପୁର ଥାନା, ଥାନା ପାଖରେ ବସ। ଯଦି ନ୍ୟାୟ ନ୍ୟାୟ ପାଉଛି, ଯାଜପୁର ଆରକ୍ଷୀ ଅଧିକାରୀ ଏସ୍ପି ସେଇଠି ବସ। ଏ ଡିଜି ଅଫିସ୍ ପାଖରେ ବସିକି ଯାତ୍ରା କରି ଏସବୁ କରିବା, ଏଗୁଡ଼ା ସବୁ କେବଳ ଭଣ୍ଡାମି, ପାଗଳାମି, ବାଚଳାମି। ଦେଖନ୍ତୁ ଏଇ ଯେଉଁ ଘଟଣାକୁ ନେଇକି ଯେଉଁ ଆପଣଙ୍କ କର୍ମୀଙ୍କ ଉପରେ ସେ ଦୋଷ ଲଦୁଛନ୍ତି, ଆପଣ କହିବା କଥା ଏଇଟା ଭିତ୍ତିହୀନ ମିଥ୍ୟା। ଦେଖନ୍ତୁ, ମୁଁ ବାରମ୍ବାର ଆପଣଙ୍କୁ ସ୍ପଷ୍ଟବାଦୀ କହିଲି, ଧର୍ମଶାଳାର ସମସ୍ତ ଜନସାଧାରଣଙ୍କ ପାଇଁ ମୁଁ ସଦାସର୍ବଦା ଛିଡ଼ା ହେଇଛି। ମୁଁ ଦଳବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ପାଇଁ, ମୁଁ ଯେଉଁମାନେ ମାଡ଼ ଖାଇଛନ୍ତି ସିଏ ମୋ ଲୋକ, କର୍ମୀ କାହାର ମୁଁ ଜାଣିନି, ଧର୍ମଶାଳାର ଲୋକ, ମୁଁ ତାଙ୍କ ସମସ୍ତଙ୍କ ପାଇଁ ଦୁଃଖିତ, ମୁଁ ସମସ୍ତଙ୍କ ପାଇଁ ମର୍ମାହତ। ଏପରି ଜିନିଷ ଆଗକୁ କେମିତି ନ ହେଉ ତା ପାଇଁ ବି ମୁଁ ଏସ୍ପିଙ୍କ ସହିତ, ଏସ୍ଡିପିଓଙ୍କ ସହିତ, ଆଇଆଇସିଙ୍କ ସହିତ, ପୋଲିସ ଅଧିକାରୀ ସମସ୍ତଙ୍କ ସହିତ ମୁଁ କାଲିଠୁ ଆଜି ପର୍ଯ୍ୟନ୍ତ 50 ଥର ଆଲୋଚନା କରିସାରିଲିଣି। ଏବଂ ମୁଁ ସକାଳୁ ଆସିଛି, ସେ ଯୋଗୁଁ ମୁଁ ଏସ୍ପି ଅଫିସ୍ ଯାଇକି ଆଲୋଚନା କରିବା ପାଇଁ, ଯେଉଁମାନେ ଦୋଷୀ ଅଛନ୍ତି ତୁରନ୍ତ ଆରେଷ୍ଟ କରାଯାଉ ସମସ୍ତଙ୍କୁ, କାହାକୁ ଗୋଟେ ବି ଛଡ଼ା ହେବନି। ହେଲେ ତା ମାନେ ନୁହେଁ ଯେ ରାଜନୈତିକ ରୁଟି ସେକିବା, ରାଜନୈତିକ ଉଷ୍ମତା ସେଥିରେ କାଢ଼ିବା, ରାଜନୈତିକ ଯାତ୍ରା କରିବା, ଏଇଟା ଠିକ୍ ନୁହେଁ। ମୁଁ ତ କହୁଛି ଆସନ୍ତୁ। ବେକ, ପିଠି, ଅଣ୍ଟା, ଆଣ୍ଠୁ ଆଦି ସମସ୍ତ ଦରଜର ଏକମାତ୍ର ତୈଳ ଶ୍ରୀ ସଞ୍ଜୀବନୀ ପେନ୍ ରିଲିଫ୍ ଅଏଲ୍। ଶ୍ରୀ ସଞ୍ଜୀବनी ଲଗେଇଲେ ଜମା ବିନ୍ଧିବନି। श्री संजीवनी पेन रिलीफ ऑयल हर दर्द को समझे, रखे सबका ख्याल।